ଭୁଲରେ ବି ଏହି 5ଗୋଟି ଜିନିଷ କାହାକୁ ଦାନ କରନ୍ତୁ ନାହିଁ, ନଚେତ୍ ଅନର୍ଥ ହେବ, ମହାବିପତ୍ତି ଆସିପାରେ। ଦର୍ଶକ ବନ୍ଧୁ, ଏହି 5ଗୋଟି ଜିନିଷ ଜାଣିବା ପୂର୍ବରୁ ଆମ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଏକ ସବସ୍କ୍ରାଇବ୍ଟିଏ କରିଦେବେ। ସାଙ୍ଗମାନେ, ଆମ ହିନ୍ଦୁ ଶାସ୍ତ୍ରରେ ଦାନ ଦେବାର ପରମ୍ପରା ପୌରାଣିକ କାଳରୁ ହିଁ ଚାଲି ଆସୁଛି। ଧର୍ମଶାସ୍ତ୍ରରେ ଦାନର ମହତ୍ତ୍ୱକୁ ନେଇ କୁହାଯାଇଛି, ବ୍ୟକ୍ତିର ସାମର୍ଥ୍ୟ ଏବଂ ପରିଶ୍ରମରେ ଅର୍ଜନ କରିଥିବା ଦଶମ ଅଂଶ ଦାନ କରିବା ଉଚିତ। ଦାନ କରିବା ଦ୍ୱାରା ବ୍ୟକ୍ତିର ଖରାପ କର୍ମର ନାଶ ହୋଇଥାଏ ଏବଂ ପୁଣ୍ୟ କର୍ମ ବୃଦ୍ଧି ପାଇଥାଏ। ଖାଲି ସେତିକି ନୁହେଁ, ଦାନ କଲେ ପୂର୍ବ ଜନ୍ମର ପାପ ବି ନାଶ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି କି ଦାନ କରିବା ଦ୍ୱାରା ଦାନର ଫଳ ପୁଣ୍ୟ କରୁଥିବା ବ୍ୟକ୍ତିକୁ କେବଳ ନୁହେଁ, ବରଂ ତାଙ୍କ ପରିବାରର ସମସ୍ତଙ୍କୁ ମିଳିଥାଏ। ସେଥିପାଇଁ ସର୍ବଦା ବ୍ରାହ୍ମଣ, ଗରିବ ଏବଂ ଦରକାରୀ ଲୋକଙ୍କୁ ଦାନ କରନ୍ତୁ। କିନ୍ତୁ ଦାନ ଦେବା ପୂର୍ବରୁ ଏଥିସହିତ ସମ୍ବନ୍ଧ ନିୟମ ବିଷୟରେ ଜାଣିବା ଉଚିତ। ଶାସ୍ତ୍ରରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି, ଯାହାକୁ ଦାନରେ ଦେବା ବା ଏମିତି ଦେବା ଶୁଭ ହୋଇନଥାଏ। ଏମିତି ଜିନିଷକୁ ଦାନ ଆକାରରେ ଦେବା ବା ସେମିତି ଦେବା ଦ୍ୱାରା ଆପଣ କାଙ୍ଗାଳ ହୋଇଯାଇପାରନ୍ତି। ସେଥିପାଇଁ ଜାଣି ରଖନ୍ତୁ, କେଉଁ ସବୁ ଜିନିଷ ଦାନ ଦେବା ଉଚିତ, କେଉଁ ସବୁ ଜିନିଷ ଦାନ ଦେବା ଉଚିତ ନୁହେଁ ଏବଂ ଦାନରେ କ'ଣ ସବୁ ନିୟମ ରହିଛି। ନମ୍ବର 1, କେବେ ବି ଧାର ଥିବା ଜିନିଷ କାହାକୁ ଦାନ କରିବା ଉଚିତ ନୁହେଁ। କେହି ମାଗିଲେ ବି ଏହି ଜିନିଷ କାହାକୁ ଦେବା ଉଚିତ ନୁହେଁ। ଏହି ଭିତରେ ରହିଛି କଇଁଚି, ଛୁରୀ, ଲୁହାର କତୁରୀ, ଖଣ୍ଡା ଆଦି ସାମିଲ ଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଜିନିଷର ଦାନ ଆପଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେବ ଏବଂ ଏହାଦ୍ୱାରା ଆପଣଙ୍କର ଜୀବନରେ ଅଶାନ୍ତି ଲାଗି ରହିଥାଏ। ପରିବାର ଭିତରେ କଳି ଝଗଡ଼ା ସହିତ ନକାରାତ୍ମକ ପ୍ରଭାବ ପକାଉଥାଏ ଓ ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ। ଏହି ଜିନିଷକୁ ଦାନ ଦେଉଥିବା ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ଗୋଟେ ଗୋଟେ ଟଙ୍କା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଥାଏ। ନମ୍ବର 2, ଘଡ଼ି ବା ଘଣ୍ଟିର କାମ ଆପଣ ସମସ୍ତେ ଜାଣିଛନ୍ତି, କିନ୍ତୁ ଅନେକ ସମୟରେ ଲୋକମାନେ ଏହାର ଆଦାନ ପ୍ରଦାନ କରିଥାନ୍ତି। କିନ୍ତୁ ମନେ ରଖନ୍ତୁ, ଏହିଭଳି କରିବା ଆପଣଙ୍କ ପାଇଁ ବିପତ୍ତି ଆଣିପାରେ। ସେଥିପାଇଁ କେବେ ବି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନିଜର ଘଡ଼ି ବା ଘଣ୍ଟା ପିନ୍ଧାଇବା ଉଚିତ ନୁହେଁ। କାରଣ ଘଡ଼ିକୁ ସମସ୍ତଙ୍କର ଜୀବନର ଭଲ କିମ୍ବା ଖରାପ ସମୟ ସହିତ ଯୋଡ଼ିକି ଦେଖାଯାଇଥାଏ। ସେହିପରି ଅନ୍ୟ କାହାର ଘଡ଼ିକୁ ନିଜ ହାତରେ ବାନ୍ଧିବା ଦ୍ୱାରା ଆପଣଙ୍କୁ ଜୀବନରେ ଆର୍ଥିକ ସମସ୍ୟା ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ନମ୍ବର 3, କେବେ ବି କୌଣସି ଗରିବ ଲୋକକୁ ଦାନରେ ବାସି ଭୋଜନ ଦେବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଆପଣଙ୍କ ପରିବାରର ସଦସ୍ୟଙ୍କର ସ୍ୱାସ୍ଥ୍ୟରେ ସମସ୍ୟା ସୃଷ୍ଟି ହେବ। ଜାଣିଶୁଣି କାହାକୁ ବାସି କିମ୍ବା ଖରାପ ଭୋଜନ ଖୁଆଇଲେ ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ। ବାସି ଭୋଜନ ଦାନ ଘରକୁ ରୋଗର ଆମନ୍ତ୍ରଣ କରିଥାଏ ଏବଂ ଆପଣଙ୍କ ଜୀବନକୁ ସମସ୍ୟାରେ ଭରି ଦେଇଥାଏ। ସେଥିପାଇଁ କାହାକୁ ଖାଇବାକୁ ଦେଉଛନ୍ତି, ତାକୁ ଆପଣ ଯେଉଁଭଳି ଖାଉଛନ୍ତି ସେହିଭଳି ଖାଦ୍ୟ ଖାଇବାକୁ ଦିଅନ୍ତୁ। ନମ୍ବର 4, ସାଙ୍ଗମାନେ, କେଶକୁ ସୁନ୍ଦର କରି ସଜାଇବା ସମସ୍ତଙ୍କୁ ପସନ୍ଦ ଲାଗିଥାଏ। ସେଥିପାଇଁ ଆପଣ ନିଜର ପାନିଆକୁ ଉପଯୋଗ କରିବା ଉଚିତ। ଅନ୍ୟ କାହାର ପାନିଆ ବ୍ୟବହାର କରିବା ସ୍ୱାସ୍ଥ୍ୟ ଏବଂ ଶାସ୍ତ୍ର ଉଭୟ ଦୃଷ୍ଟିରୁ ହିତକାରୀ ହୋଇନଥାଏ। ଖାଲି କେବଳ ପାନିଆ ନୁହେଁ, ଏହି ସମ୍ବନ୍ଧୀୟ ଯେକୌଣସି ସାମଗ୍ରୀ କେବେ ବି ଅନ୍ୟ କାହାକୁ ଦେବା ଉଚିତ ନୁହେଁ। ଏହାଦ୍ୱାରା ଆପଣଙ୍କର ଭାଗ୍ୟ ଉପରେ ବିପରୀତ ପ୍ରଭାବ ପଡ଼ିଥାଏ। ସେଥିପାଇଁ କାହାକୁ ଦାନ ଦେବା ପୂର୍ବରୁ ଏହି କଥା ଉପରେ ବିଶେଷ ଭାବରେ ଧ୍ୟାନ ଦେବା ଉଚିତ ହୋଇଥାଏ। ନମ୍ବର 5, ହିନ୍ଦୁ ଧର୍ମରେ ଝାଡ଼ୁକୁ ମାତା ଲକ୍ଷ୍ମୀଙ୍କର
ପ୍ରତୀକ ବୋଲି ମନାଯାଇଥାଏ। ସେଥିପାଇଁ ଝାଡ଼ୁରେ ଗୋଡ଼ ବାଜିଗଲେ ତୁରନ୍ତ ମାତାଙ୍କୁ କ୍ଷମା ମାଗିବା ଦରକାର। ଏହା ସହିତ ଝାଡ଼ୁକୁ ସଦାବେଳେ ଅଲଗା ସ୍ଥାନରେ ଲୁଚାଇ ରଖିବା ଦରକାର ହୋଇଥାଏ। ଝାଡ଼ୁକୁ ଭୁଲରେ ବି କାହାକୁ ଦାନ କରିବା ଆଦୌ ଉଚିତ ନୁହେଁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଯାଇଥାନ୍ତି, ଯାହାଦ୍ୱାରା ଆପଣଙ୍କ ଘରୁ ସୁଖ ଶାନ୍ତି ସବୁକିଛି ଚାଲିଯାଇଥାଏ ଏବଂ ଆପଣଙ୍କର ଘରେ ଆର୍ଥିକ ସଙ୍କଟ ଦେଖାଯାଇଥାଏ। ତା ସହିତ ଗୃହରେ କଳି ଝଗଡ଼ା ସର୍ବଦା ଲାଗି ରହିଥାଏ। ନମ୍ବର 6, ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ କ୍ଷୀର ବା ଦହି କାହାକୁ ଦାନ କରିବା ଅଶୁଭ ହୋଇଥାଏ। କ୍ଷୀର ବା ଦହିର ରଙ୍ଗ ଧଳା ହୋଇଥିବାରୁ ଯାହା ଚନ୍ଦ୍ରଗ୍ରହ ସମ୍ବନ୍ଧୀୟ ଅଟେ। ସନ୍ଧ୍ୟା ହେବା ପରେ କ୍ଷୀର କିମ୍ବା ଦହି ଦାନ କରିବା ଦ୍ୱାରା ଘରୁ ସୁଖ ଏବଂ ବୈଭବ ଚାଲିଯାଇଥାଏ। କାରଣ କ୍ଷୀରକୁ ମା ଲକ୍ଷ୍ମୀଙ୍କ ସହିତ ଯୋଡ଼ା ଯାଇଥାଏ। ସେଥିପାଇଁ ସନ୍ଧ୍ୟା ହେବା ପରେ କ୍ଷୀର ଦହି କାହାକୁ ଦାନ ଦେଲେ ଆପଣଙ୍କ ଘରର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥାଏ ଏବଂ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ। ନମ୍ବର 7, ଶାସ୍ତ୍ର ଅନୁସାରେ ସୋରିଷ ତେଲ ଦାନ କରିବାକୁ ଶୁଭ ବୋଲି ମନାଯାଇଥାଏ। କିନ୍ତୁ କିଛି ଲୋକ ବ୍ୟବହାର କରାଯାଇଥିବା ତେଲକୁ ବି ଦାନ କରିଦେଇଥାନ୍ତି। ଏମିତି କରିବା ଦ୍ୱାରା ଆପଣଙ୍କୁ ପାପର ଭାଗୀଦାରୀ ହେବାକୁ ପଡ଼ିଥାଏ। କେବେ ବି ଦାନରେ ବ୍ୟବହାର କରିଥିବା ତେଲ ଦେବା ଉଚିତ ନୁହେଁ। ଏହାଦ୍ୱାରା ଶନିଦେବ କ୍ରୋଧିତ ହୋଇଯାଇଥାନ୍ତି ଏବଂ ଆପଣଙ୍କୁ ତାଙ୍କର ପ୍ରକୋପ ସହିବାକୁ ପଡ଼ିଥାଏ। ନମ୍ବର 8, ସୂର୍ଯ୍ୟାସ୍ତ ପରେ ହଳଦୀକୁ ଦାନ କରିବା ଉଚିତ ନୁହେଁ, ଖାସ୍ କରି ଗୁରୁବାର ଦିନ, କାରଣ ହଳଦୀର ସିଧା ସମ୍ବନ୍ଧ ଗୁରୁ ଗ୍ରହ ସହ ଜଡ଼ିତ। ହଳଦୀ ଦାନ କରିବା ଦ୍ୱାରା ଗୁରୁ ଗ୍ରହ ଦୁର୍ବଳ ହୋଇଯାଇଥାଏ, ଯାହାଦ୍ୱାରା ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ଏବଂ ଘରେ ଅଶାନ୍ତି ଲାଗି ରହିଥାଏ। ଏହାଛଡ଼ା ଭୁଲରେ ବି ଲୁଣ କାହାକୁ ଦାନ କରିବା ଉଚିତ ନୁହେଁ, କାରଣ ଲୁଣ ଦାନ କରିବା ଦ୍ୱାରା ଆପଣଙ୍କୁ ଶନିଙ୍କର 7.5 ଭୋଗିବାକୁ ପଡ଼ିପାରେ। ତା ସହିତ ଲୁଣକୁ ଦାନ କରୁଥିବା ବ୍ୟକ୍ତି ସର୍ବଦା ଋଣରେ ବୁଡ଼ି ରହିଥାଏ। ନମ୍ବର 9, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ କେବେ ବି କୌଣସି ବ୍ୟକ୍ତିକୁ ଟଙ୍କା ବା ଧନ ଦେବା ଉଚିତ ନୁହେଁ, କାରଣ ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ସନ୍ଧ୍ୟା ସମୟରେ ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲିଯାଇଥାନ୍ତି। ଏହି କାରଣରୁ ଘରେ ଦାରିଦ୍ର୍ୟତା ଦେଖାଦେବା ସହିତ ପଇସାପତ୍ରର ଅଭାବ ଲାଗି ରହିଥାଏ। ଯଦି ଆପଣ କାହାଠାରୁ କୌଣସି ଜିନିଷ ଆଣୁଛନ୍ତି, ତେବେ ତାକୁ ପଇସା ଦେଇପାରିବେ, କିନ୍ତୁ ଏହି ସମୟରେ ଦାନ କରିବା ଅଶୁଭ ହୋଇଥାଏ। ନମ୍ବର 10, ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, କେବେ ବି ଦାନରେ ଷ୍ଟିଲ୍, ପ୍ଲାଷ୍ଟିକ୍ ଏବଂ କାଚ ଏବଂ ଆଲୁମିନିୟମ ତିଆରି ପାତ୍ରରେ ଦେବା ଉଚିତ ନୁହେଁ। ଏହିଭଳି କରିବା ଅଶୁଭ ମନାଯାଇଥାଏ। ଏହାଦ୍ୱାରା ଆପଣଙ୍କର ବ୍ୟବସାୟରେ କ୍ଷତି ହେବା ସହିତ ପରିବାରର ସୁଖ ଶାନ୍ତି ସବୁକିଛି ନଷ୍ଟ ହୋଇଯାଇଥାଏ। ଅନେକ ଲୋକ ପୁଣ୍ୟର ଫଳ ପାଇଁ ଧାର୍ମିକ ଗ୍ରନ୍ଥକୁ ଦାନ କରିଦେଇଥାନ୍ତି। ସେଥିପାଇଁ ଆପଣମାନେ ମଧ୍ୟ ଏହାକୁ ଦାନ କରିପାରିବେ, କିନ୍ତୁ ଏହାକୁ ଦାନ ଦେବା ସମୟରେ ଧ୍ୟାନ ରଖିବା ଉଚିତ ଯେ ଫାଟି ଯାଇଥିବା କିମ୍ବା ଚିରି ଯାଇଥିବା ଗ୍ରନ୍ଥ କିମ୍ବା ଧାର୍ମିକ ଗ୍ରନ୍ଥକୁ ଦାନ କରିବା ଉଚିତ ନୁହେଁ, କାରଣ ଏହା ଆପଣଙ୍କର ଘରକୁ ଦୁର୍ଭାଗ୍ୟ ଆଣିଥାଏ। ଦାନ କରିବା ସମୟରେ ଏହି ନିୟମର ପାଳନ ନିଶ୍ଚୟ ଭାବରେ କରିବା ଉଚିତ ହୋଇଥାଏ। ସର୍ବଦା ଦରକାରୀ ଲୋକଙ୍କୁ ଦାନ ଦେବା ଉଚିତ, ତାପରେ ଯାଇ ଆପଣଙ୍କୁ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ। ନିଃସ୍ୱାର୍ଥପର ଭାବରେ ଦାନ କରିବା ଉଚିତ। ଦୁଃଖୀ ହୋଇ କିମ୍ବା ଈର୍ଷା ଭାବ ରଖି ଦାନ କଲେ ତାହା ବ୍ୟର୍ଥ ହୋଇଯାଇଥାଏ। ଏହା ସହିତ ଶ୍ରଦ୍ଧା ଭାବରେ ନିଜ ହାତରେ ଦାନ କରନ୍ତୁ ଏବଂ ଆଦର ସମ୍ମାନ ସହିତ ଦାନ କରନ୍ତୁ। ତା ସହିତ ଆଦର ସମ୍ମାନ ସହିତ ମଧ୍ୟ ଦାନ କରନ୍ତୁ। ଭୂମି ଉପରେ ରଖି
ବା କାହାକୁ ଫୋପଡ଼ାଇକି ଦାନ କରିବା ଉଚିତ ନୁହେଁ, କାରଣ ଏହାଦ୍ୱାରା ଆପଣଙ୍କୁ ପୁଣ୍ୟ ଫଳ ପ୍ରାପ୍ତ ହୋଇନଥାଏ ଏବଂ ପାପର ଭାଗୀଦାରୀ ହେବାକୁ ପଡ଼ିଥାଏ। ମନରେ ସଦ୍ଭାବ ରଖି ଦାନ କଲେ ତାହା ନିଶ୍ଚୟ ଫଳପ୍ରଦ ହୋଇଥାଏ ଏବଂ ଦାନ କରିବା ପରେ କେବେ ଆଶା ରଖନ୍ତୁ ନାହିଁ ଯେ କୌଣସି ଫଳ ପ୍ରାପ୍ତ ହେବ। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣ ସମସ୍ତଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରି ମୋ ଚ୍ୟାନେଲ ମାନି ଭଏସ୍କୁ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେ ନାହିଁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ ମାଧ୍ୟମରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖିଦିଅନ୍ତୁ।